ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ କୋରଡ଼ା ଗ୍ରାମରେ ଶୁକ୍ରବାର ଅପରାହ୍ନ ସମୟରେ ବେଆଇନ ଭାବେ ବାଣ ତିଆରି ହୋଇଥିବା ବେଳେ ବିସ୍ଫୋରଣ ଘଟି 6 ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ନୂଆଗାଁ ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ 3 ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଆଖପାଖ ଅଞ୍ଚଳରେ ଗଚ୍ଛିତ ଥିବା ବାଣ ସବୁକୁ ନଷ୍ଟ କରାଯାଇଥିବା ବେଳେ ନୂଆଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ବାଣ ବିସ୍ଫୋରଣରେ ଗୁରୁତର ଆହତ ମଧ୍ୟରେ ଜଣେ ନାବାଳକ ଭଞ୍ଜନଗର ଗେରେଡା ଗ୍ରାମର ଅମିତ ସେଠୀ ଯାହାଙ୍କର ବୟସ 15 ବର୍ଷ ଥିବା ବେଳେ ଅନ୍ୟ 5 ଜଣ ହେଲେ କୋରଡ଼ା ଗ୍ରାମର ବାପୁନି ନାହାକ ବୟସ 40 ବର୍ଷ, ମିନା ଗାଡିଆ ଗ୍ରାମର ମନୋଜ ନାୟକ ଯାହାଙ୍କର ବୟସ 38 ବର୍ଷ ଥିବା ବେଳେ ବାପି ନାୟକଙ୍କର ବୟସ 35 ରହିଛି ଏବଂ ବେଆଇନ ଭାବେ ବାଣ ତିଆରି ହେଉଥିବା ବେଆଇନ ବାଣ କାରଖାନାର ମାଲିକ ହାଡିବନ୍ଧୁ ସେଠୀ ବୟସ 60 ବର୍ଷ ଥିବା ବେଳେ ଓ ନବ ସେଠୀ ଯାହାଙ୍କର ବୟସ 35 ବର୍ଷ ରହିଛି। ହେଲେ କେମିତି ବେଆଇନ ଭାବେ ଚାଲିଥିଲା ଏହି ବାଣ ତିଆରି, କେତେ ବର୍ଷ ହେବ ବେଆଇନ ଭାବେ ଏହି ବାଣ ତିଆରି ହୋଇଥିଲା, ଆଜି କେମିତି ଓ କାହିଁକି ବାଣ ବିସ୍ଫୋରଣ ହୋଇ ଘଟିଲା ଦୁର୍ଘଟଣା, ତାର ତଦନ୍ତ ଆରମ୍ଭ କରିଛି ନୂଆଗାଁ ଥାନା ପୋଲିସ। କୋରଡ଼ାଗଡ଼ ଲଙ୍କାଉଡ଼ି ଯାତ୍ରା ପାଇଁ ବେଆଇନ ଭାବେ ଏହି ବାଣ ତିଆରି ହେଉଥିବାର ବିଶେଷ ସୂତ୍ରରୁ ସୂଚନା। ନୟାଗଡ଼ ଜିଲ୍ଲାରୁ ପିକେ ସାହୁଙ୍କ ରିପୋର୍ଟ, ବ୍ଲାକ୍ ନ୍ୟୁଜ୍ ଓଡ଼ିଆ।